Hi friend, good evening. Welcome to my channel. आज आम डिस्कस करिबा पद निर्णय। पद कहले कौन बुझ फ्रेंड? पद कहले कौन बुझ? शब्द उपयुक्त अर्थ बहन करी और विभक्त युक्त होई वाक्य व्यवहृत हेले ताको कौन कहा जाए? पद कहा जाए। एग्जाम्पल गोटे कहूँ, रमेश घर को जाऊँची। रमेश घर को जाऊ अच्छी, एटा गोटे पद। रमेश घर को, एटा तो गोटे कौन? रमेश घर को, एटा गोटे गोटे कौन हबो? एटा गोटे गोटे रमेश रमेश एटा गोटे शब्द, माने शब्द को शब्द मिसिले शब्द उपयुक्त अर्थ बहन करी माने विभक्त युक्त होई वाक्य व्यवहृत हेले ताको कौन कहा जाए? पद कहा जाए। पद केते पागर विभक्त कराइछि? पद होछि 5 प्रकार। जता कौन कौन? एक रे हला विशेष्य, दुई रे हला विशेषण, तीन रे हला सर्वनाम, चार रे हला अव्यय, पांच रे हला क्रिया। आमे आज आलोचना करिबा फ्रेंड पदर क्वेश्चन आंसर करिबा। आज नहीं कि आछि मु 50 क्वेश्चन। चलो डिस्कस कर आरंभ करिबा। महानदी ओडिशार बड़ नदी। महानदी, महानदी गोटे कौन? माने विशेष्य। विशेष्य कहले कौन बुझ? वाक्य व्यवहृत पद कौनसी नाम को बुझाउतिले ताकू विशेष्य पद कहा जाए। माने जे कौनसी शब्द को वाक्य रूप रे व्यवहृत कले बा बुझाए ताकू आमे कौन कहू? विशेष्य पद कहिताऊ। विशेष्य केते प्रकार? विशेष्य को पुणी 5 भाग विभक्त करा जायछि। नामवाचक विशेष्य, जातिवाचक विशेष्य, वस्तुवाचक विशेष्य, गुणवाचक विशेष्य और क्रियावाचक विशेष्य। चलंतु नेक्स्ट क्वेश्चन को जीवा 2 नंबर। आषाढ़ मासरे रथ यात्रा हुए। आषाढ़ गोटे क्यों प्रकार? विशेषण ना अव्यय ना विशेष्य ना सर्वनाम? आगर कहती सांग माने आषाढ़ गोटे कौन? आषाढ़ गोटे कौन? पद बा शब्द, ताको आम कौन कहू? विशेष्य। नेक्स्ट क्वेश्चन जीवा आमे जो कर दोछि। कालिदास अभिज्ञान शाकुन्तलम बोली चमत्कार नाटक लिखिछंती। कालिदास
ଚମତ୍କାର ଚମତ୍କାର ଗୋଟେ କେଉଁ ପ୍ରକାର? ଚମତ୍କାର ଗୋଟେ କେଉଁ ପ୍ରକାର ପଦ? କାଳିଦାସ ଅଭିଜ୍ଞାନ ଶାକୁନ୍ତଳମ୍ ବୋଲି ଚମତ୍କାର ନାଟକ ଲେଖିଛନ୍ତି। ଚମତ୍କାର ଗୋଟେ କ'ଣ? ଚମତ୍କାର ହେଉଛି ଗୋଟେ ବିଶେଷଣ, ଯେଉଁଟାକି ବିଶେଷଣ କହିଲେ ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ଇତ୍ୟାଦିକୁ ବୁଝାଏ। ତାହା ହେଉଛି 3 ନମ୍ବର ଆନ୍ସର୍ ହେଉଛି ଅପସନ୍ ନମ୍ବର ସି। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। କଣା ଲୋକକୁ ବାଟ ବତାଅ। କଣା ଗୋଟେ କ'ଣ? କଣା ଗୋଟେ କ'ଣ? ତାର ଗୋଟେ ଗୁଣ ବା ତାର ଗୋଟେ ବ୍ୟକ୍ତିବାଚକ ତ ନୁହେଁ। କଣା ଗୋଟେ ଗୁଣ କଣା ଲୋକକୁ ବାଟ ବତାଅ ମାନେ ତାଙ୍କର ଗୁଣ ବା ବିବେକ ଇତ୍ୟାଦିକୁ କ'ଣ କୁହାଯାଏ? ବିଶେଷଣ। 4 ନମ୍ବର ଆନ୍ସର୍ର କ୍ୱେଶ୍ଚିନ୍ର ଆନ୍ସର୍ ହେଉଛି ବି। ତୁମେ ବିସ୍କୁଟ ଖାଇବାକୁ ଭଲ ପାଅ। 5 ନମ୍ବର କ୍ୱେଶ୍ଚିନ୍ ପିଲାମାନେ, ତୁମେ ବିସ୍କୁଟ ଖାଇବାକୁ ଭଲ ପାଅ। ବିସ୍କୁଟ ଗୋଟେ କ'ଣ? ଗୋଟେ ଶବ୍ଦ ବା ପଦ, ତାକୁ କ'ଣ କୁହାଯାଏ? ବିଶେଷ୍ୟ। ଭାଲୁମାନେ ବଣରେ ରହନ୍ତି। ଭାଲୁମାନେ ଗୋଟେ କ'ଣ? ଭାଲୁମାନେ ଗୋଟେ ଶବ୍ଦ, ସେଥିପାଇଁ ଏ ଭାଲୁ ଗୁଡ଼ା ବି ହେଉଛି ବିଶେଷ୍ୟ। 6 ନମ୍ବର ଆନ୍ସର୍ ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଚତୁର ଲୋକ ସବୁ ହାତେଇ ନେଲା। ଚତୁର ଲୋକ ସବୁ ହାତେଇ ନେଲା। ଚତୁର ଗୋଟେ କ'ଣ? ଚତୁର ଗୋଟେ ଗୁଣ। ତେଣୁ ଗୁଣ କହିଲେ କ'ଣ? ଗୁଣ, ସଂଖ୍ୟା, ବସ୍ତୁ ନୁହଁ, ଅବସ୍ଥା, ପରିମାଣ ଇତ୍ୟାଦି କ'ଣ କୁହାଯାଏ? କ'ଣ କୁହାଯାଏ? ବିଶେଷଣ। ଏଣୁ ଚତୁର ହେଉଛି ଗୋଟେ ଗୁଣ, ତାକୁ କ'ଣ କେଉଁ ପଦ ହୁଏ? ବିଶେଷଣ ପଦ। ଅପସନ୍ ନମ୍ବର ବି। ମାନବ ସମାଜନିଷ୍ଠ ପ୍ରାଣୀ। ମାନବ ଗୋଟେ କ'ଣ? ଦେଖନ୍ତୁ, ମାନବ ହେଉଛି ଗୋଟେ ମଣିଷ, ଜାତି ଇତ୍ୟାଦି କ'ଣ କୁହାଯାଏ? ଜାତିବାଚକ କେଉଁଠି ଅଛି? ବିଶେଷ୍ୟ ପଦରେ। ତେଣୁ ଏହା କେଉଁ ପଦ ହେବ? ବିଶେଷ୍ୟ ପଦ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ନାରୀମାନେ ଗୃହର ଲକ୍ଷ୍ମୀ। ନାରୀମାନେ ଗୃହର ଲକ୍ଷ୍ମୀ। ନାରୀମାନେ କ'ଣ? ଗୋଟେ ବିଶେଷ୍ୟ। ଅପସନ୍ ନମ୍ବର ଏ। 2ଟା ମିଟାରେ ବାବୁନ ଖୁସି। 2ଟା, ଏଇଟା କ'ଣ? ପରିମାଣ, ସଂଖ୍ୟା ଇତ୍ୟାଦିକୁ ବୁଝାଇଲେ କ'ଣ ହୁଏ? ବିଶେଷଣ। ଅପସନ୍ ନମ୍ବର ଡି। ଚଳଚ୍ଚିତ୍ର ପ୍ରସ୍ତୁତି ପାଇଁ ବମ୍ବେ ପ୍ରସିଦ୍ଧ। ବମ୍ବେ ଗୋଟେ କ'ଣ? ଗୋଟେ ପଦ ବା ଗୋଟେ ଶବ୍ଦ, ଗୋଟେ ପ୍ରସିଦ୍ଧ, ଗୋଟେ ସ୍ଥାନ, ସେଥିପାଇଁ ବିଶେଷ୍ୟ। ଭାରତ ଆମ ଜନ୍ମଭୂମି। ଜାତି, ଧର୍ମ ନିର୍ବିଶେଷ ଭାରତ ଆମର କ'ଣ? ଜନ୍ମଭୂମି। ଭାରତ ଗୋଟେ କ'ଣ? ଭାରତ ଗୋଟେ ନାମବାଚକ ବା ଜାତିବାଚକ, ତାକୁ ବିଶେଷ୍ୟ ହେବ। କେଉଁଟା ତମ ସାଇକେଲ? କେଉଁଟା ତମ ସାଇକେଲ? କେଉଁଟା ତମ ସାଇକେଲ? ସାଇକେଲ ଗୋଟେ କ'ଣ? ବସ୍ତୁ, ସେଥିପାଇଁ ବିଶେଷଣ। ସେ କଥା ତମେ ଜାଣିବ। ସେ କଥା ତମେ ଜାଣିବ। ଜାଣିବ ବୋଲେ କ'ଣ? ଗୋଟେ ଅବସ୍ଥା। ସେ କଥା ତମେ ହିଁ ଜାଣିବ। ତାଙ୍କର କ'ଣ ଅବସ୍ଥା, ତାର କ'ଣ ଅସୁବିଧା ହେଇଛି, ତା କଥା ତମେ ହିଁ ଜାଣିବ। ତେଣୁ ସେ କଥା ତମେ ଜାଣିବ, ଏଇଟା ଗୋଟେ କ'ଣ ହେବ? ଗୋଟେ ବିଶେଷଣ ପଦ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। 50 ନମ୍ବର। ଏଇଟା ମୋ ନିଜ କଲମ।
ନିଜ କଲମ କଲମ ଗୋଟେ ପଦ, ତେଣୁ କଲମ ହେଉଛି ବିଶେଷ୍ୟ। ବେବି ଜଣେ ଭଲ ଗୃହିଣୀ। ଭଲ ଗୋଟେ କ'ଣ? ଭଲ ଗୋଟେ ଗୁଣ, ଗୁଣକୁ ବୁଝାଉଛି ମାନେ ବିଶେଷଣ। କ୍ଲିମିକି ମାରିବା। ଆଉ କୋଣାର୍କର କାରୁକାର୍ଯ୍ୟ ବିଶ୍ୱ ପ୍ରସିଦ୍ଧ। କୋଣାର୍କର କାରୁକାର୍ଯ୍ୟ ବିଶ୍ୱ ପ୍ରସିଦ୍ଧ। କୋଣାର୍କର ଗୋଟେ କ'ଣ? ଗୋଟେ ମନ୍ଦିର, ମାନେ ଗୋଟେ ଶବ୍ଦକୁ ବୁଝାଉଛି, ସେଥିପାଇଁ ଏହା କ'ଣ ହେବ? ବିଶେଷ୍ୟ। ମାଛମାନେ ଜଳଚର ଜୀବ। ମାଛମାନେ ଏଇଟା ଗୋଟେ ବି ବିଶେଷ୍ୟ। ଅପସନ୍ ନମ୍ବର ଏ। 19 ନମ୍ବର, ଘର ଆଗରେ ଅଲିଆ ଜମା ନାହିଁ। ଘର ଆଗରେ ଅଲିଆ ଜମା ନାହିଁ। ଅଲିଆ ଗୋଟେ କ'ଣ? ଅଲିଆ ଗୋଟେ ବି ପଦ, ତେଣୁ 19 ନମ୍ବର ରାଇଟ୍ ଆନ୍ସର୍ ହେଉଛି ଏ, ଅପସନ୍ ଏ ବିଶେଷ୍ୟ। 20 ଟଙ୍କା ଏକ କଲମଟି କିଣିଛି। 20 ମାନେ କ'ଣ? ଗୋଟେ ସଂଖ୍ୟା ବା ପରିମାଣ ତ ନୁହଁ, ଗୋଟେ ସଂଖ୍ୟା, ତେଣୁ ଟଙ୍କା ସଂଖ୍ୟା, ପରିମାଣ, ଅବସ୍ଥା, ଗୁଣ ଇତ୍ୟାଦିକୁ ବୁଝାଇଲେ କ'ଣ ହୁଏ? ବିଶେଷଣ। ମାନେ 20 ଟଙ୍କାରେ ଏକ କଲମଟି କିଣିଛି, ବିଶେଷଣ ପଦ। ଅପସନ୍ ନମ୍ବର ବି 20 ନମ୍ବର ଆନ୍ସର୍। 21 ନମ୍ବର ଆନ୍ସର୍କୁ ଯିବା। ପାଣି ପିଇବ ଛାଣି। ପାଣି ଗୋଟେ କ'ଣ? ପାଣି ଗୋଟେ ପଦ ବା ଶବ୍ଦ। ଅପସନ୍ ନମ୍ବର ଏ ରାଇଟ୍ ଆନ୍ସର୍ ବିଶେଷ୍ୟ। ତୁମେ ବା ସେ କେହି ଏକ କାମକୁ ଯୋଗ୍ୟ ନୁହଁ। ତୁମେ ଭା ଗୋଟେ କ'ଣ? ଭା ଗୋଟେ ହେଉଛି ଅବ୍ୟୟ ପଦ। ରଘୁ ଓ ଯଦୁ ଦୁଇ ବନ୍ଧୁ। ରଘୁ ଓ ଯଦୁ ଦୁଇ ବନ୍ଧୁ। ଓ ଭା ଭିନା ଇତ୍ୟାଦି କ'ଣ ହୁଏ? ଅବ୍ୟୟ ପଦ ହୁଏ। ରଘୁ ଓ ଯଦୁ ଦୁଇ ଶବ୍ଦ, ମାନେ ଅବ୍ୟୟ ଓ ଅଛି। ତାଙ୍କ ବିନା ଏ କାମ କେହି କରିବେ ନାହିଁ। ବିନା ଗୋଟେ କେଉଁ ପ୍ରକାର ପଦ? ବିନା ଗୋଟିଏ ମଧ୍ୟ ଅବ୍ୟୟ ପଦ ଅଟେ। ଛୋଟା ସାଙ୍ଗଟିକୁ ସାଙ୍ଗରେ ନିଅ। ଛୋଟା ମାନେ କ'ଣ? ଗୋଟେ ଅବସ୍ଥାକୁ ବୁଝାଉଛି ଛୋଟା, ତେଣୁ ଏହାର ରାଇଟ୍ ଆନ୍ସର୍ ହେଉଛି ସାଙ୍ଗମାନେ ଅପସନ୍ ନମ୍ବର ବି। ସୋଡ଼ା ପଲ ଖାଅ ନାହିଁ। 26 କ୍ୱେଶ୍ଚିନ୍। ସୋଡ଼ା ପଲ ଖାଅ ନାହିଁ ମାନେ ସୋଡ଼ା ପଛା, ମାନେ ଅବସ୍ଥା, ଯେଉଁ ପ୍ରକାର ଅବସ୍ଥା ଅଛି ପଲ, ତାକୁ ଖାଆନି ରେ ବାବା। ଏଇଟା ଖାଇଲେ କ'ଣ ହେବ? ନିଜେ ହିଁ ଆମେ ଅସୁବିଧା ସମ୍ମୁଖୀନରେ ପଡ଼ିବା। ସେଥିପାଇଁ ସୋଡ଼ା ମାନେ କ'ଣ? ଖରାପ ହେଲା ପଲ, ସେଟାକୁ ଖାଉ ନାହିଁ। ମାନେ ସୋଡ଼ା ପଚା, ସେଇଟା ଗୋଟେ ଅବସ୍ଥାରେ ଯାଉଛି, ତେଣୁ ଏହା ହେଉଛି ବିଶେଷଣ ପଦ। 26 ଆନ୍ସର୍ ଅପସନ୍ ନମ୍ବର ବି ବିଶେଷଣ। ସମାଜରେ ଚାତର କାଢ଼ିବା ଭଲ ନୁହେଁ। ସମାଜରେ ଚାତର ଗୋଟେ ପଦ, ତେଣୁ ଅପସନ୍ ନମ୍ବର ଏ ହେଉଛି ରାଇଟ୍ ଆନ୍ସର୍ ବିଶେଷ୍ୟ। ନେକ୍ସଟ ହେଉଛି ଯିବା 28। ବକ୍ତାଙ୍କର ପାଣ୍ଡିତ୍ୟ ଭଲ ନାହିଁ। ପାଣ୍ଡିତ୍ୟ ମାନେ କ'ଣ? ପାଣ୍ଡିତ୍ୟ ଗୋଟେ କ'ଣ? ପାଣ୍ଡିତ୍ୟ ଗୋଟେ ଗୁଣକୁ ବୁଝାଉଛି। ଗୁଣକୁ ବୁଝାଇଲେ କ'ଣ ହେବ? ବିଶେଷଣ। ନେକ୍ସଟ ଯିବା 29। ତମେ କେବଳ ଖାଇବା ଶିଖିଛ, ଆଉ କିଛି ଜାଣି ନା। ଆଉ, ଅଭା, ଓ, ବା, ଏ ଇତ୍ୟାଦି ଥିଲେ କ'ଣ ହେବ? ଅବ୍ୟୟ ପଦ। ସେ ସ୍କୁଲ ଯାଏ ମାତ୍ର ପାଠ ପଢ଼େ ନାହିଁ। ସେ ସ୍କୁଲ ଯାଏ ମାତ୍ର ପାଠ ପଢ଼େ ନାହିଁ। ମାତ୍ର ଅଛି ମାନେ କ'ଣ ହେବ? ଜାଣିଛ ପିଲାମାନେ? ଅବ୍ୟୟ। ନରେଶ ଧୂର୍ତ୍ତ, କିନ୍ତୁ ସୁରେଶ ସେପରି ନୁହେଁ। ସେପରି, ଯେପରି, ଯେହେତୁ, ଯେତେ, ସେତେ ଇତ୍ୟାଦି ଥିଲେ କ'ଣ ହେବ? ସର୍ବନାମ ପଦ। ତେଣୁ ନରେଶ ମୂର୍ତ୍ତ, କିନ୍ତୁ ସୁରେଶ ସେପରି ନୁହେଁ। ସେପରି ଶବ୍ଦ କେଉଁ ପ୍ରକାର ପଦ? ସର୍ବନାମ ପଦ। ଯେତେ ଚାହୁଁଛୁ ସେତେ ନିଅ। ଯେତେ, ତେତେ ଏଇଟା କ'ଣ? କେଉଁ ପ୍ରକାର? ସର୍ବନାମ। ସେ ମୋତେ ଘନ ଘନ ପ୍ରଶ୍ନ କରେ। ଘନ, ଅଭା, ମାତ୍ର ଇତ୍ୟାଦି ଥିଲେ କ'ଣ ହେବ? ଅବ୍ୟୟ। କାହିଁକି ତାଙ୍କୁ ବାରମ୍ବାର ବିରକ୍ତ କରୁଛ? ବାରମ୍ବାର ବି ଗୋଟେ ଅବ୍ୟୟ ପଦ।
ସେ କାଠ ଆଣି ପୁଣି ପତ୍ର ଆଣିଲା। ପୁଣି ପୁଣି ଗୋଟେ ଅବ୍ୟୟ ପଦ। ଚାଲିବା ସହଜ ଅଥଚ ଦୌଡ଼ିବା କଷ୍ଟ। ଅଥଚ ମାନେ ଅବ୍ୟୟ ଭାବ। ସେ ରାଇଟ୍ ଆନ୍ସର୍ ପିଲା। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ନେତାଙ୍କ ଉତ୍ସାହରେ ଆମେ ସବୁ ମାତିଗଲୁ। ନେତାଙ୍କ ଉତ୍ସାହ। ଉତ୍ସାହ ଗୋଟେ କ'ଣ? ଉତ୍ସାହ ଗୋଟେ ପଦ। ତାହା ହେଉଛି ଅପସନ୍ ଏ ରାଇଟ୍ ଆନ୍ସର୍। ବିଶେଷ୍ୟ। ଗୋବିନ୍ଦ ଭଲ ଖେଳ ଜାଣେ। ଗୋବିନ୍ଦକୁ ଭଲ ଖେଳ ଜଣା। ସରି ସାଙ୍ଗମାନେ ମିଷ୍ଟେକ୍ ହେଇଯାଉଛି। ଗୋବିନ୍ଦ ଭଲ ଖେଳ ଜଣା। ଗୋବିନ୍ଦକୁ ଭଲ ଖେଳ ଜଣା। ମାନେ ଖେଳ ଗୋଟେ କ'ଣ? ପଦ। ତେଣୁ ପଦ ବା ଶବ୍ଦ ଥିଲେ କ'ଣ ହେବ? ବିଶେଷ୍ୟ। ସୂର୍ଯ୍ୟ ବଂଶରେ ହରିଶ୍ଚନ୍ଦ୍ର ବୋଲି ଜଣେ ରାଜା ଥିଲେ। ବୋଲି, ଅଭା, ତେଣୁ, ବାରମ୍ବାର ଇତ୍ୟାଦି ଥିଲେ କ'ଣ ହେବ? ଅବ୍ୟୟ। ତେଣୁ ଅପସନ୍ ନମ୍ବର ଡି ହେଉଛି 39ର ରାଇଟ୍ ଆନ୍ସର୍। ତାଙ୍କ ସହିତ ମୋର ଘନିଷ୍ଠ ସମ୍ପର୍କ। ଦେଖନ୍ତୁ ତାଙ୍କ ସହିତ ମୋର କ'ଣ? ଘନିଷ୍ଠ ସମ୍ପର୍କ। ସାଙ୍ଗମାନେ ଏଇଟା କଟିଯାଇଛି। ସହିତ ଗୋଟେ କେଉଁ ପ୍ରକାର ପଦ? ସହିତ ଗୋଟେ ସହିତ, ବୋଲି, ଅବା ଇତ୍ୟାଦି ଗୋଟେ କ'ଣ? ଏଇଟା ଗୋଟେ ଅବ୍ୟୟ ପଦ। କ'ଣ? ଅବ୍ୟୟ ପଦ। ଓକେ, ଚାଲନ୍ତୁ ନେକ୍ସଟ ଯିବା। ମୁନ୍ନା ଭଲ ଲେଖିପାରେ। ମୁନ୍ନା ଭଲ ଲେଖିପାରେ ମାନେ ଗୋଟେ ପଦ ବିଶେଷ୍ୟ। ରାଧାନାଥ ଆଧୁନିକତାର ବାର୍ତ୍ତାବହ। ଆଧୁନିକତାର ବାର୍ତ୍ତାବହ ଗୋଟେ ପଦ ବିଶେଷ୍ୟ। ତାଙ୍କ ଆର୍ଥିକ ଅବସ୍ଥା ଭଲ ନାହିଁ। ଆର୍ଥିକ ମାନେ ଅବସ୍ଥା ମାନେ ଦେଖନ୍ତୁ ଅବସ୍ଥା ଥିଲେ ସେଇଟାକୁ ଅବସ୍ଥାବାଚକ ସେଇଟା ବୁଝାଯାଏ ନାହିଁ। ଆର୍ଥିକ ଗୋଟେ କ'ଣ? ଗୋଟେ ପଦ ବା ଶବ୍ଦ। ଏବେ ମନେକର ତାଙ୍କର କି ଅବସ୍ଥା ଏ ପ୍ରକାର ଥିଲେ କ'ଣ ହେଇଥାନ୍ତା? ବିଶେଷଣ। ତେଣୁ ତାଙ୍କର ଆର୍ଥିକ ଗୋଟେ ପଦ। ତେଣୁ ବିଶେଷ୍ୟ। ବେଲ ଗଲାଣି ତଥାପି ଗାଡ଼ି ମିଳି ଯାଇପାରେ। ବେଲ ଗଲାଣି ତଥାପି ଗାଡ଼ି ମିଳି ଯାଇପାରେ ମାନେ ତଥାପି ଗୋଟେ କ'ଣ? ଅବ୍ୟୟ। ତାଙ୍କ ସହିତ ମୋର ଘନିଷ୍ଠ ସମ୍ପର୍କ ଅଛି। ସହିତ ଗୋଟେ ଅବ୍ୟୟ ପଦ। ହରିଶ୍ଚନ୍ଦ୍ର ବିଶ୍ୱାମିତ୍ରଙ୍କୁ ନିଜର ରାଜ୍ୟ ଦାନ କରିଥିଲେ। ନିଜର ଗୋଟେ କ'ଣ? ନିଜର ଯେତେ ତେତେ ଇତ୍ୟାଦି କ'ଣ? ଗୋଟେ ସର୍ବନାମ ପଦ ଅଟେ। ଅପସନ୍ ନମ୍ବର ସି ହେଉଛି 46ର ରାଇଟ୍ ଆନ୍ସର୍। 47 ଯେ ଦେଶ କଥା ଚିନ୍ତା କରେ ସେ ସ୍ୱାର୍ଥପର ହୁଏ ନାହିଁ। ଦେଖନ୍ତୁ 47ର ରାଇଟ୍ ଆନ୍ସର୍ ହେଉଛି ସର୍ବନାମ। ଯେଉଁମାନେ ପରର ଉପକାର କରନ୍ତି ସେମାନଙ୍କର ଯଶ ରହେ। 48 ଯେଉଁମାନେ ପରର ଉପକାର କରନ୍ତି ସେମାନଙ୍କର ଯଶ ରହେ। ସେମାନେ ଇତ୍ୟାଦି କ'ଣ? ଏଇଟା ଗୋଟେ ସର୍ବନାମ ପଦ ଅଟେ। ଜ୍ଞାନୀ ଲୋକ ସମ୍ମାନ ଲାଭ କରନ୍ତି। ଏଇଟା ଗୋଟେ କ'ଣ? କାହାକୁ ବୁଝାଉଛି? ଗୋଟେ ଜ୍ଞାନୀ ମାନେ କ'ଣକୁ ବୁଝାଉଛି? ଗୋଟେ ଗୁଣକୁ। ତେଣୁ ଏହା ଗୋଟେ କ'ଣ? ବିଶେଷଣ। ଅଳ୍ପ ଜିନିଷରେ ଚଳିବା ଚେଷ୍ଟା କର। ଅଳ୍ପ ଜିନିଷରେ ଚଳିବାକୁ ଚେଷ୍ଟା କର। ଅଳ୍ପ ଗୋଟେ କ'ଣ? ଅଳ୍ପ ଗୋଟେ ସଂଖ୍ୟା ବା ପରିମାଣକୁ ବୁଝାଉଛି। ତେଣୁ ଅଳ୍ପ ଜିନିଷରେ ଚଳିବାକୁ ଚେଷ୍ଟା କର ମାନେ ଏଇଟା ଗୋଟେ କେଉଁ ପ୍ରକାର ପଦ? ବିଶେଷଣ ପଦ। ତେଣୁ ଏତିକି ଥିଲା ସାଙ୍ଗମାନେ ଆଜିର କ୍ୱେଶ୍ଚିନ୍। କେମିତି ଲାଗିଲା ଆପଣ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଜିର କ୍ଲାସ୍ଟି ମୁଁ ଯେହେତୁ
ମୋର ଭୁଲ ବି ହେଇଯାଉଛି ସାଙ୍ଗମାନେ, ମୋତେ କ୍ଷମା କରିଦେବେ। ଯେହେତୁ ମୋର ନୂଆ ଚ୍ୟାନେଲ୍, ପ୍ଲିଜ୍ ମୋତେ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବେ। ମୁଁ ବି ଗୋଟେ ଷ୍ଟୁଡ଼େଣ୍ଟ, ମୁଁ ବି ପ୍ରିପେୟାର କରୁଛି RI ଅମିନ ପାଇଁ। ତା ସାଙ୍ଗରେ ମୋର ପ୍ରାକ୍ଟିସ୍ ପାଇଁ ଏ କ୍ଲାସ୍ ଗୁଡ଼ାକ ମୁଁ ନିଜେ କରୁଛି। ତା ସହିତ ଆପଣମାନଙ୍କୁ ବି କିଛି ଏହି ସାହାଯ୍ୟ ମାଧ୍ୟମରେ ଆପଣଙ୍କୁ କିଛି ବି ଆପଣ ବି କିଛି ଶିଖିବେ ବୋଲି ମୋର ଆଶା। ଏମିତି ଅଛନ୍ତି ବହୁତ ୟୁଟ୍ୟୁବର୍ ମାନେ, ସାର୍ ମାନେ ବହୁତ ଭଲରେ ପଢ଼ାନ୍ତି, କିନ୍ତୁ ମୋର ଟିକେ ହେଉନି ସାଙ୍ଗମାନେ। ଯେହେତୁ ମୁଁ ନୂଆ କିଏ ଭିଡ଼ିଓ ଗୁଡ଼ାକ ବନାଉଛି, ଯଦି କିଛି ଭୁଲ ହେଇଯାଏ ତାହେଲେ ମୋତେ କ୍ଷମା କରିଦେବେ। ଯାହା ବି ଭୁଲ ଥିଲେ ମୋତେ କ୍ଷମା କରିଦେବେ। ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।